ଆଜି ଶୁଣିବା ଉପନ୍ୟାସ ଦକ୍ଷିଣାବର୍ତ୍ତ। ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ। ଭାଗ 6। ଖିଆ ବଢ଼ା ହୋଇଥାଇ ଯାଇସାରିଥାଏ। ସେଦିନ ଦ୍ୱିପହରେ ଖାଇଲେ ସମସ୍ତେ ବସି ଏକାଠି ସେଇ ଭାତ ତୁଣ। ଆଜି କିଛି ନାହିଁ ରେ, ଶାଗୁଆତି ଫାଗୁଆତି କିଛି ନାହିଁ। ତୁଚ୍ଛା ଶୁଖିଲା ଏଡ଼େ ବଡ଼ ଦିନଟାରେ ଏଇଆ ଦେଲୁ ଖାଇବାକୁ। ଧୋବା ବୁଢ଼ା ବୁଢ଼ୀକୁ ଆକଟିଲା ଭଳି ଅନେଇଲା। ବୁଢ଼ା ଧୋବାର କାନରେ ହଳେ ସୁନା ଫାସିଆ, ଛାମୁଦାନ୍ତରେ ଥିଲା ତାର ସୁନା ଖିଲ ଦିଟା। ଆରେ ସତେ ଯେମିତି ଚମକି ପଡ଼ିଲା ବାବାଜୀ। କ'ଣ କ'ଣ ହେଲା ବାବାଜୀ? ବୁଢ଼ା ବୁଢ଼ୀ ଦୁହେଁ ଚମକି ପଡ଼ିଲେ। ନାଇଁ କିଛି ନାହିଁ, ଚୁପଚାପ କୁଣ୍ଡା ଉଠେଇ ଲାଗିଥିଲା ସେ। ନା ନା କିଛି କିଛି କହୁନୁ, ତୁ ଭାରି କପଟିଆ ରେ ବାବାଜୀ। ବୁଢ଼ା ତା ଛାମୁଦାନ୍ତ ଦିଟାକୁ ଲୁଚେଇ ପକାଇବା ପାଇଁ ସତେକି ମୁହଁ ବୁଜିଦେଲା। କପଟିଆ? ଏ ଶବ୍ଦଟି ତାକୁ ଭାରି ଭଲ ଲାଗିଲା। କପଟିଆ ଶବ୍ଦଟିକୁ ସେ ଚିହ୍ନିଥିଲା ପିଲାଦିନୁ, ଆଉ ଜାଣିଥିଲା କୋଉ ମୂଳ ଶବ୍ଦରୁ ତାର ଜନ୍ମ। କିନ୍ତୁ କପଟିଆ କହିଲେ କୁଟକପଟ ଛନ୍ଦମନ୍ଦକୁ ନ ବୁଝି ବୁଝିଥିଲା ସେ ସେଇ ବୈଷ୍ଣବୀୟ ଲୀଳା ଶବ୍ଦକୁ। ଲୀଳା! ଭଗବାନ! କାନ୍ଦ କାନ୍ଦ ହୋଇଗଲା ସେ। କହିବୁ ନାହିଁ, କ'ଣ ଭାବୁଛୁ ତୁ ବାବାଜୀ? ପୁଣି ପଚାରିଲେ ସେମାନେ। ପୁଣି ବାରେଇ ଦେଲା। କିନ୍ତୁ କହିଲା, ଏ ସୁନାଫାସିଆ ସୁନାଖିଲ ମ, ସତେହେ ଏତେ ଦିନ ରହିଲିଣି ତମ ପାଖରେ, ଏ ଦିଟା ଚିହ୍ନ ତମର କେମିତି ନ ଦେଖିଲି କେଜାଣି? ତୁ ତ ଅନଉ ନାହିଁ ମଣିଷଙ୍କ ମୁହଁକୁ ବାବାଜୀ। ଦେଖନ୍ତୁ କେମିତି! ଏଥର ବାହାରିଲା ବୁଢ଼ୀର ଅଭିମାନ। ବାସ୍ତବିକ ସେ ତ ଆଜି ଯାକେ ଅନେଇ ନଥିଲା ମଣିଷଙ୍କ ମୁହଁକୁ। ତେବେ କ'ଣ କରୁଥିଲା ସେ? ବୁଢ଼ାର କାନଫାସିଆ, ଦାନ୍ତ, ସୁନାଖିଲ ସବୁ ସତରେ ଥିଲା ତା ଆଖିରେ ନୂଆ। ଆଉ ଆଖି ଖୋଲିଗଲା ତାର ସେହି ମୁହୂର୍ତ୍ତରେ। ଖିଆପିଆ ଅଧ୍ୟାୟ ସଇଲା। ଦ୍ୱିପହରଟା କେମିତି କେଜାଣି କଟିଗଲା ଗପସପ ଭିତରେ। ଆସିଗଲା ସଞ୍ଜବୁଡ଼। ଦିନ ତମାମ ନଈକୂଳରେ ଯାଇନାହିଁ ସେ। ମଣିଷଙ୍କ ସାଥିରେ ରଜ ଘଷ ହଉ ହଉ କଟିଗଲା ଦିନଟି। ସଞ୍ଜର ମୁହଁ ଅନ୍ଧାର ହୋଇଗଲା ମାତ୍ର ମନେ ପଡ଼ିଲା ତାର ନଈ, ପୁଣି ସେଇ ନଈ, ସେଇ ବଣ, ସେଇ ପାହାଡ଼। ନଈ କୂଳକୁ ଘଡ଼ିଏ ନ ଯାଇ ରହିପାରିଲା ନାହିଁ ସେ। ଚାଲ ଚାଲ ହୋଇ ବାହାରିଗଲା, ଲୁଗା ବଦଳେଇ ଗାମୁଛା ପିନ୍ଧିଲା। ଏଡ଼େ ବଡ଼ ନଈବାଲି ଦିନଭରି ମଣିଷମାନେ ଯେତେ ଯାତାଆସ କରୁଥିଲେ ଏଠିକି, ସଞ୍ଜ ବାଜିଲା ପରଠୁ ଗୋଟି ଗୋଟି ହୋଇ କିଏ କୁଆଡ଼େ ଗଲେଣି ଚାଲି। ଶେଷକୁ ଏକା ରହିଲା ସେ ନିଜେ। ଏଡ଼େ ବଡ଼ ନଈବାଲି ଭିତରେ ଏକୁଟିଆ ବସିବାକୁ ତାକୁ ନିଶା ଖାଇଲା ଭଳି ଲାଗିଲା। ସେ ନିଶା ବଳରେ ବସିଗଲା ସେ। ଘରକୁ ଫେରୁ ଫେରୁ ପୁଣି ସେଇ ବହୁତ ରାତି। ସେ ଦିହେଁ ଅପେକ୍ଷା କରିଥିବି ବସିଥିବେ ତା ପାଇଁ। ଯାଇ ଦେଖିଲା ବେଳକୁ ସେଇଆ ସତକୁ ସତ ବାଟ ଅନେଇ ବସିଛନ୍ତି ଦିହିଁଙ୍କେ ଦିହେଁ। ବୁଢ଼ା ବୁଢ଼ୀ, ଧୋବା ଧୋବୁଣୀ, ତାର ସେଇ ଭକ୍ତ ହଳକ। ତମେ ଦିହେଁ ଏ ଯାକେ ଖାଇନଟି? ଆରେ କାବା ହେଲା ସେ। ଆଉ ନିଜକୁ ଝିଙ୍ଗାସି କହିଲା, ମୁଁ ସତରେ ଭାରି ଏକୁଟିଆ ବାହାରେ। ଖିଆ ବଢ଼ା ହେଲା। ପହରିକିଆ ବିଲୁଆ ଡାକୁଥାନ୍ତି। ତାପରେ ହଠାତ୍ ସେ ଉଠିପଡ଼ି କହିଲା, ମୋତେ ବାବାଜୀ ଡାକିବନି କେହି ଆଜିଠାରୁ। ଚମକି ପଡ଼ିଲେ ନାହିଁ ସେ ଦୁହେଁ। ଖାଲି ହସିଲେ ମୁରୁକି ମୁରୁକି। ଆଉ କ'ଣ ଡାକିବୁ ବା ତୋତେ? ଦିହେଁ ପଚାରିଲେ। ଜବାବ ନ ଦେଇ ଗୁମ୍ ମାରି ଭାତ ଥାଳିକୁ ଅନେଇ ବସିଲା ସେ। ଓ ବାବାଜୀ! ସତେକି ତାକୁ ଚିଡ଼ାଇବା ପାଇଁ ଡାକିଲା ଏଥର ପହିଲେ ବୁଢ଼ା, ତାପରେ ବୁଢ଼ୀ। ବାବାଜୀରେ! ଡାକ ଶୁଣି ଭାତ ଥାଳିରୁ ମୁହଁ ଟେକି ଯେତେବେଳେ ଅନେଇ ଦେଲା ସେ ପହିଲେ, ବୁଢ଼ା ମୁହଁକୁ, ତା ପଛରେ ବୁଢ଼ୀ ମୁହଁକୁ ତା ପିଳେହି ପାଣି ହୋଇଗଲା। ଆରେ ଏତିକି କେବଳ ଉଚ୍ଚାରିଲା ସେ। ଆଉ ବାକିତକ କିଣିଦେଲା। ଆଉ ସେତିକିବେଳେ ତାର ଜ୍ଞାନ ଟିକିଏ ଉଦୟ ବି ହୋଇଗଲା। ଆଖି ଦୁଇଟି ତାଙ୍କର ଛଳଛଳ। ଆଉ ସେଇ ଛଳଛଳ ଆଖିକୁ ସବୁଦିନ ଯେ ସେ ନ ଦେଖୁଥିଲା ତା ନୁହେଁ। କିନ୍ତୁ ସୁନାଫାସିଆ ଆଉ ସୁନାଖିଲ ଭଳି ଗୁଡ଼ିଏ ଅଦୃଶ୍ୟ ଦ୍ରବ୍ୟ ପୁଣି ଦୃଷ୍ଟିକୁ ଆସିଗଲା ତାର। ହଁ କହ ମ ବାବାଜୀ, କ'ଣ ଆଉ ଆମେ ଡାକିବା ତୋତେ? ମୋତେ ଆଉ କ'ଣ ଡାକିବ? ସତେ ମୋତେ ଆଉ ଡାକିବ ବା କ'ଣ ତୁମେମାନେ? ତା ଜିଭ ଲେଉଟିଲା ନାହିଁ ସେ ପଦଟିକୁ ପୂରଣ କରିବାକୁ। ସମ୍ବନ୍ଧଟିକୁ ଭାବିଲେ ବି କହିଲା ନାହିଁ ସେ ମୁହଁରେ। କେଡ଼େ ଘସରା ମଣିଷ ସାଙ୍ଗରେ ଯାବତ ସମ୍ବନ୍ଧ। ବାପ, ପୁଅ, ଭାଇ, ଏମିତି ଭାବିଗଲା ସେ କେତେ ନାଇଁ କେତେ ସମ୍ବନ୍ଧ। କିନ୍ତୁ ଯୋଉ ଦିବ୍ୟ ଭାବକୁ ପାଇପାରିଥିଲା ସେ, ତାକୁ ଖାପିଲେ ନାହିଁ କେହି କୌଣସି ଗୋଟିଏ ହେଲେ। ଭାବି ଭାବି ଶେଷରେ କହିଲା, ମୁଁ ଧୋବା। ମୋତେ ଡାକୁନ ଧୋବା। ମୁଖ ଖୋଲି ଏତେକ କହିଲା ସିଏ।
କିନ୍ତୁ ଆଶ୍ଚର୍ଯ୍ୟ ହେଲା ଯେ ସେ କିଛି ଯେମିତି ଫଳିଲା ନାହିଁ ସେ ଶବ୍ଦରୁ। ଓଲଟି ଆହୁରି ବେଖାପ, ଆହୁରି ଖସରା ରଙ୍ଗ ଛଡ଼ା ଲାଗିଲା ସବୁଆଡ଼। ଆଉ ସମସ୍ତେ ଉଠି ପଡ଼ିଲେ ଏକା ସାଙ୍ଗେ ମୁହଁ ଧୋଇ ଧୋଇ ବାହାରି ଗଲେ। ସେଜ ପରା ହେଲା, ସେ ଯେ ଯାହାର ଶୋଇଲେ। ପରଦିନ ସକାଳ। ଛୁଟି ଦିନଟି ଗଲାଣି କଟି। ସେଜରୁ ଉଠି ବଡ଼ି ଭାଟିଆକୁ ଚାହିଁଲା ସେ। 2 ଦିନର ବାକିଆ କାମ ଜମା ହୋଇଛି ତା ଆଗରେ। ଟାଉ ଟାଉ ମୁହଁ ଧୋଇ ପକାଇ ବାହାରିଗଲା ସେ କାମକୁ। ତୁଠରେ ପହଞ୍ଚି ଦେଖିଲା ବେଳକୁ ମଣିଷ ଭରପୁର। ସବୁ ସେହି ଧୋବାସାହିର ମର୍ଦ୍ଦ, ମାଇପେ, ଛୁଆପିଲା, ଅଣ୍ଡା ବଚ୍ଚା। ଆଉ କାମ ଆରମ୍ଭ ହୋଇଗଲାଣି ସେତେବେଳକୁ। ମର୍ଦ୍ଦମାନେ ରଡ଼ି ଛାଡ଼ିଛନ୍ତି ହିସ୍ଫଟ୍ ହିସ୍ଠୋ। ଆଉ ମାଇପେ କଚାଲୁଗା ଧୁଆଧୁଇ କରି ଚିପୁଡ଼ି ଚାପୁଡ଼ି ଟେକି ଦେଉଛନ୍ତି ଛୁଆଙ୍କର ହାତକୁ। ତୁଠ ପାଖେ ପାଖେ ନୀଳକୁଣ୍ଡ, କୁଣ୍ଡରେ କୁଣ୍ଡେ ନେଳି। ସେ ନୀଳ ଭିତରେ ପଡ଼ୁଛନ୍ତି କଚାଲୁଗା। ଛୁଆଙ୍କ ହାତଠୁ ଚପ୍ 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 ଫେଣ ଉଠୁଛି କୁଣ୍ଡ ଭିତରୁ। ୟାପରେ ଆରମ୍ଭ ହେବ ଲୁଗା ସଖା। ନଈବାଲି ଗୋଟାଯାକ ଟଣା ହୋଇଯିବ ଲମ୍ବ ଲମ୍ବ ଦଉଡ଼ି। ଏ ଦଉଡ଼ି ଉପରୁ ଦ୍ୱିପହରର ଧୁ ଧୁ ଖରାରେ ଧଳା ରଙ୍ଗର ଓଦା ଲୁଗାପଟା ଝୁଲିବେ। ଆଉ ପବନରେ ଫୁଲି ଫୁଲି ଫୁଲ ରୂପ ଧରିବେ। ଧୋତିମାନେ ଧୋତି ପରି, ଶାଢ଼ୀ ଶାଢ଼ୀ ପରି, ଜାମା ଜାମା ପରି, ପେଣ୍ଟ ପେଣ୍ଟ ପରି, ଆଉ ଯେତେ ଯାହା ସବୁ ନିଜ ରୁଜ ରୂପ ଧରିଯିବେ। ତାପରେ ଆସିବ ସଞ୍ଜ। ନଈବାଲିର ଚେହେରା ଯିବ ବଦଳି। ସେ ଘଡ଼ିକ ଭିତରେ ଯେ ଯୁଆଡ଼େ ତୋଳାତୋଳି ହୋଇଛୁ, ଖାଲି ପଡ଼ି ରହିବ ନଈ। ସେ ନଈ ଆଉ ପଛପଟେ ହନୁମନ୍ତ ପରି ଦିଶୁଥିବା ସେଇ ପାହାଡ଼ ରହିବେ ଏଇ ଦୁହେଁ। ନଈ ପାହାଡ଼ର ପଟଭୂମି ଉପରେ ଏତେ ମଣିଷଙ୍କୁ ହାଉଯାଉ ହେବା ସେ ଯେ ଆଉ ନୂଆ ଦେଖୁଥିଲା ତା ନୁହେଁ। ପ୍ରତିଦିନ ସେ ଯେମିତି ଆସେ ନଈ ତୁଠକୁ ଆଉ ଆଖିବୁଜା ଖଟେ। ଅନ୍ୟମାନେ ବି ଆସନ୍ତି ସେମିତି। ସମସ୍ତେ ଖଟନ୍ତି ଆଖିବୁଜା ଦିନଯାକ ଆଉ ଖସନ୍ତି ଯେଝା ବେଳେ। କିନ୍ତୁ ଆଜି ଖଟିବାକୁ କାନ୍ଧ ପତେଇ ଦେଲାବେଳକୁ ତା ଆଖି ଦିଟା ଥିଲା ଖୋଲା। ତା ଚାରିପଟେ ତାରି ଭଳି ଏତେ ମଣିଷ ଫି ଦିନ ଖଟୁଛନ୍ତି। ସେଇ ଏକା ନଈକୂଳେ କାମ କରୁଛନ୍ତି। ଏତେ ଦିନକେ ପହିଲି ପ୍ରଥମେ ଯେମିତିକି ଦେଖିଲା ସେ ଏତେ ଶ୍ରମିକ ମଣିଷଙ୍କୁ ସେଇଦିନ ସକାଳେ। ଆଉ ଚିହ୍ନିଲା ସେମାନଙ୍କ ଭିତରୁ କେତେଟାଙ୍କୁ ଯେଉଁମାନେ ଗଲାକାଲି ଛୁଟିଦିନ ସାହିବୁଲାରେ ଦେଖିଥିଲା। ପଛରେ ବୁଝିଲା ସେ ସେମାନେ ବି ଗଲାକାଲି ତାରି ଭଳି ଛୁଟି ଭୋଗିଥିଲେ। ସମସ୍ତେ ଥିଲେ ସାହିରେ। ଆଉ ଗଲାକାଲି ଏ ନଈକୂଳେ କେହି ହେଲେ କାମ କରି ନଥିଲେ। ଆମେ କାଲି କାମ କରି ନଥିଲେ? ପହିଲେ ଆଶ୍ଚର୍ଯ୍ୟ ହେଲା ସେ ଆପଣାକୁ ଆପଣାର ସେ ପ୍ରଶ୍ନରେ। ତାପରେ ସେ ପଚାରିଲା ବି ସେଇ ପ୍ରଶ୍ନଟିକୁ ତାଙ୍କ ଭିତରୁ ଯୋଉ ଜଣେ ଅଧେ ତଥାପି କାମ ଆରମ୍ଭ ନ କରି ତୁଠରେ ବସି ବସିକା ଚୁନପତର ମକୁଚୁଥିଲେ। ନେଡ଼ିରେ ଆଉ ସଜବାଜ ହେଉଥିଲେ ଦିନକର କାମ ଆରମ୍ଭ କରିବାକୁ। ସେମାନଙ୍କୁ ପଚାରିଲା ସେ, କାହିଁକି? କ'ଣ ହେଉଥିଲା କିରେ ତାର କାଲି? ଖୁବ୍ ନିରୀହ ଭାବେ ପଚାରିଲା ସେ। ଆରେ ତୋର କ'ଣ ଅଛି? ହସିଲେ ସେମାନେ। ତା ସାଙ୍ଗରେ ଅଦେଖାରେ ଅଜଣାରେ ଯେଉଁମାନେ କର୍ମରେ ଭାଗୀ ହେଉଥିଲେ ନିଇତି ସେଇମାନେ। ତୁ ତ ଅଜଣା ଚାଉଳ ଭାତ ଖାଉଛୁ ରେ ବାବାଜୀ। ଥଟ୍ଟାରେ ଉଡ଼େଇ ଦେଲେ ସେମାନେ ତାକୁ। କହନା। ଛୋଟ ପିଲାଙ୍କ ଭଳି ଅଜଠ ଲଗେଇ ଅଳି କରି ସାଂସାରିକ ଘଟଣାମାନ ଜାଣିବାକୁ ଚାହିଁଲା ତା ମନ। କାଲି ଆମେ କାମ ବନ୍ଦ କରିଥିଲେ କାହିଁକି ମ? କାହିଁକି? ଆରେ ଧେତ୍। କଥାକୁ ତାର କାନ ନ ଦେଇ ନେଡ଼ିରୁ ଚୁନପତର ପାଟିକି ଝାଡ଼ଝୁଡ଼ ଦେଇ ଉଠିଗଲେ ସେମାନେ। କାମ ବଳେଇଛି ଯାହାକୁ ତାକୁ କଥା ପାଇଁ ବେଳ ଅଛି କାହାକୁ? ସାରାଦିନ କାମ କଲା ଭିତରେ ସେ ଭାବିବାକୁ ଲାଗିଲା ସେ ପ୍ରଶ୍ନଟା। କାମ ବନ୍ଦ ଥିଲା କାଲି କାହିଁକି? କାହିଁକି କେହି କହିପାରୁ ନାହାନ୍ତି ତାର ଅସଲ ମରମ। ହୁଏତ ସେମାନେ ବି ଜାଣନ୍ତି ନାହିଁ। ଯେଉଁମାନେ କାମ ବନ୍ଦ କରିଥିଲେ ଆଉ ଦିନଟା ଯାକ ଶୋଇଲେ ଘରେ, ଖେଳିଲେ ତାସ୍, ପିଇଲେ ମଦ, ବୋଧହୁଏ ଜାଣନ୍ତି ନାହିଁ ସେମାନେ ଗତକାଲି ଯେଉଁ ବିରାଟ ଘଟଣାଟି ଘଟିଯାଇଥିଲା ସେମାନଙ୍କ ସଂସାରରେ। କିଛି ସୁରାଗ ପାଇଲେ ନାହିଁ ସେମାନେ। ଆଶ୍ଚର୍ଯ୍ୟ ହେଲା ସେ ଆଉ ଆପେ ଯେମିତି ତାଙ୍କରି ପରି ଭୁଲି ନ ଯାଏ ସେଇଥିପାଇଁ ଭଲ କରି ମନେ ପକାଇଲା ସେ ଗତକାଲି ତା ହୃଦୟରେ ଯେଉଁ ନୂଆ ଶବ୍ଦଟି ପହିଲି କରି ସଞ୍ଚରିଥିଲା ତାରି ବିଷୟରେ। ନଈବାଲିରେ ଧୋବାଦଉଡ଼ିଙ୍କ ଡଙ୍ଗାରୂପମାନ ହଜିଗଲେଣି। ତୋଳା ହୋଇ ଗଲେଣି ଚାଲି। ଆଉ ତାଙ୍କ ଜାଗାରେ ପଡ଼ି ରହିଲାଣି ସେ ଚିରନ୍ତନ ଜିନିଷଗୁଡ଼ାକ। ନଈ, ପାହାଡ଼, ଆକାଶ, କ୍ଷିତି, ଅପ, ତେଜ, ମରୁତ୍, ବ୍ୟୋମ।
ଗଲାଣି ହଜି ସେଇ ପରଦା ଉପରୁ ସେ ଶବ୍ଦ ମୟୂରପଟି ମଣିଷ ଯାହାକୁ ଗତକାଲି ଜାଣ ପହିଲି ପ୍ରଥମେ ପାଇଥିଲା ସେ। ସନ୍ଧ୍ୟାଟାକୁ ନଈକୂଳରେ ନ କଟେଇଲା ସେ ଯାଇ ସେ ଭିତରେ। ସଜ ଧୋବ ଲୁଗା ଗଣ୍ଡିରାକୁ ଫିଟାଇ ରଖିଦେଇ ସିଆଡ଼କୁ ଗଲା ପଳେଇ ସେ। ଧୋବଣୀ ବୁଢ଼ୀ ଟିଭିର ଆଣୁ ଆଣୁ ସେ ପାର। ଆରେ କୁଆଡ଼େ ଗଲା ଭାରି ମ? ଚାରିଆଡ଼କୁ ଡିବି ଆଲୁଅ ଦେଖି ବୁଢ଼ୀ ପଚାରିଲା। ଧୋବା ବୁଢ଼ା ଘରେ ନାହିଁ, ଯାଇଛି ଦୋକାନ ବଜାରକୁ ସଉଦା କରି। କିଏ ଜଣେ ଯାଉଥିଲା ରାସ୍ତାରେ ବୁଢ଼ୀକୁ ଦିହୁଡ଼ି ଧରି ଦରାଣ୍ଡି ହେଉଥିବା ଦେଖି ପଚାରିଲା, କାହାକୁ ଖୋଜୁଛୁ କିଲୋ? ବାବାଜୀକୁଟି? ଆଉ ଆପଣା ପ୍ରଶ୍ନର ଉତ୍ତର ଆପେ ଦେଇ ଦେଇ ଗାଁ ବାଟେ ବାଟେ ଗଲା ଚାଲି। କି ବାବାଜୀ ବା ସେଇଟା? ସାଇରେ ବୁଲିଲାଣି, ଘର ସନ୍ଧିକୁ ଅନେଇଲାଣି। ମାଇପଙ୍କ ମୁହଁରୁ ଅନିଶା କରି ହାଁ କରି ଠିଆ ହଉଚିଲ ମା, ଗିଳିଦବ ସତେ କି? ମୁଁ ତ ନିଜେ ଭେଟଣା ହୋଇଗଲି ଅଇଛୁଣିକା, କହିଲା ଗାଁ ମାଇପଟି। ବୁଢ଼ୀ କିଛି କହିଲା ନାହିଁ। ଡିବିଟି ସେମିତି ଟେକି ଧରି ଏଣିକି ତେଣିକି ଅନିଶା କରି ଲାଗିଲା। ଟିକିଏ ବେଳ ଗଲା। ପହିଲେ ଫେରିଲା ଧୋବା ବୁଢ଼ା, ତା ପଛେ ପଛେ ସେ। ଦୁହେଁ ଦିହିଁକି ଆଉ ସେଇଠୁ ଫେରୁଛନ୍ତି ସାଙ୍ଗସୁଙ୍ଗା ହୋଇ। ଭାରି ଗପ, ଭାରି ଟାଇଁ ଟାଇଁ ଛଙ୍କାପଞ୍ଝା କଥା କଟିବି ତାରି ଭିତରେ। ସେମିତି ଗପ କରି କରି ଦିହେଁ ଏକା ସାଙ୍ଗରେ ଉଠିଲେ ପିଣ୍ଡା ଉପରକୁ। ବାହାରକୁ କାନେଇଥିଲା ବୁଢ଼ୀ। ଧୋବା ବୁଢ଼ାର ପାଟିକୁ ଚିହ୍ନେ ସେ। ମାତରକ ତା ସାଙ୍ଗକୁ ମିଶିଛି ଆଜି ଆଉ ଜଣଙ୍କର ପାଟି। ଚୁପ୍ ଚାପ୍ ବସିବା ଲୋକ। ପାଟି ତାର କିଏ ଏଇଲା ଶୁଣୁଥିଲା? ଆଜି ଫିଟିଗଲାଣି କ'ଣ ସତରେ? ଆଉ ଭେଟଣା ହେଲା କି କାହା ସାଙ୍ଗରେ? ଘରେ ଦୁହିଁଙ୍କ ପାଦ ନ ପଡ଼ୁଣୁ ବୁଢ଼ୀ ଆପେ ଆପେ ପାଟି କରି କମ୍ପେଇଲା। କୁଆଡ଼େ ଯାଇଥିଲ ଦିହିଁଙ୍କ ଟିକେ ଏତେ ରାତିରେ? ଜଣେ ବୁଢ଼ା ବାଟ ଦେଖି ପାରୁନାହିଁ, ଆଉ ଜଣେ ଭେଣ୍ଡିଆ ଭେଟଣା ହେଇ ଯାଇଛି ମାଇପିଙ୍କ ସାମ୍ନାରେ। ରାତିରେ ତମେମାନେ ଘରୁ ଗୋଡ଼ କାଢ଼ କାହିଁକି ଯେ? ବୁଢ଼ୀର ପାଟି ନ ପଶୁ ନଥାଏ ତାଙ୍କ କାନରେ। କଥା କଟାକଟି ଲାଗିଲାଣି ଘମାଘୋଟ। ସତେକି ଆରମ୍ଭ କରିଦେଲେଣି କଳି। ଆଉ ଟିକକେ ହାତ ଉଠାଉଠି ହେବେ କି ଆଉ? ସତକୁ ସତ ହେଲା ସେଇଆ। ଠୋ କିନା ଗୋଟାଏ ଶବ୍ଦ ଶୁଭିଲା, ଆଉ ଚମକି ପଡ଼ିଲା ବୁଢ଼ୀ। କିଏ ମାଇଲା କି ଆଉ ଚାପୁଡ଼ାଟାଏ କାହାକୁ? ଦେଖ ସତକୁ ସତ ଆହୁରି ଗୋଟାଏ ବ୍ରହ୍ମ ଚାପୁଡ଼ା ବାଜିଲା, ଆଉ ସେଇ ଚାପୁଡ଼ା ମାରିଥିଲା ବୁଢ଼ା। ବୁଢ଼ା ମାରିଲା ଟୋକାକୁ। ଶଳା ବାବାଜୀ ହେଇଛୁ ନାହିଁ, ଆଉ କହୁଛୁ କ'ଣ ନା ଠାକୁର ନାହାନ୍ତି? ମୁଁ ପରା କହୁଛି ନାହାନ୍ତି। ଯଦି ଥାନ୍ତେ ଭଗବାନ, ଯଦି ଥାନ୍ତେ ସତରେ କେଉଁଠି ଥାନ୍ତେ? ଏଇଆ କହୁ କହୁ ସେ ଗୁମ୍ ହୋଇଗଲା। ବୁଢ଼ୀ କାନରେ ବାଜିଲା ନାହିଁ ସେ ଶବ୍ଦ ଗୁଡ଼ାକ, ଖାଲି ବାଜିଲା ସେଇ ଠୋ ଠା। କ'ଣ ହେଲା ଯେ? ଘର ଭିତରୁ ପିଣ୍ଡାକୁ ବୁଢ଼ୀ ଦେଖି ତାଟକା ହେଲା। ବଡ଼ ମଣିଷ ଦିଟା ବସିଥିଲେ ସାମ୍ନାସାମ୍ନି ହୋଇ, ଯେମିତି ବସିଛନ୍ତି ଅସଲ ବାପ ପୁଅ। ଜଣ ଜଣକୁ ଆକଟୁଛି, ଆଉ ଜଣକ ମାନି ଯାଉଛି ଏଡ଼େ ବଡ଼ ଚଟକଣାଟାଏ ଖାଇକି ବି। ତମକୁ ଲାଜ ମାଡ଼ୁନି? ଏଡ଼େ ବଡ଼ ମରଦଟାକୁ କିଏ ହାତ ଉଠାଇ ପାରେ, ପୁଣି ବାବାଜୀଟାକୁ? ଏଇଆ କହି ଦିଜଣ ଭିତରେ ପହଞ୍ଚିଗଲା ବୁଢ଼ୀ। ବୁଢ଼ାର ରାଗ ଛାଡ଼ି ନଥାଏ, ନଡ଼କୁ ଥାଏ ସେ ଦିଟା ଥମ ହୋଇ। ଶଳାର ବୁଦ୍ଧିକୁ ଦେଖ। ବୁଢ଼ା ସଫେଇ ଦେବାକୁ ବସିଲା। ବୁଢ଼ୀକୁ ଭଲ ଲୋକ କରି କହିଲା, ମୁଁ ତରବର ହୋଇ ଫେରୁଛି। ଦେଖ ଏ ମହାତ୍ମା ଯାଇ ହାଜର କୋଉଠି କହିଲୁ? ବୁଝିଲୁ ତ ଏଥର? ବାଟଯାକ ବୁଝଉଛି ମୁଁ ତାକୁ, ଏଇ ଶଳା ବାବାଜୀକୁ। ଶଳା ବୁଝୁନାହିଁ, ଓଲଟି ପଚାରୁଛି କ'ଣ ଖରାପ ହେଇଗଲା? ଠାକୁର କ'ଣ ଅଛନ୍ତି? ଧର୍ମ କ'ଣ? ଏ ଶଳାଟା ଅନଉଛି କେମିତି ଦେଖ। ଧୋବଣୀ ବୁଢ଼ୀ ଏଥର ଆଖି ପିଛୁଳାକେ ବୁଝିଗଲା ସବୁ କଥା। ଏଥି ଭିତରେ ବହୁତ ଦିନ ଗଲାଣି ଭାରି। ବୁଢ଼ା ଯାଇ ନଥିଲା ଖଟିକି। ମଦ ଖାଇ ସେ ରାତିରେ ଧୋବା ବୁଢ଼ାର ମାତଲାମି ଭାରି ବଢ଼ିଲା, ଆଉ ନ ଶୁଏ ରାତି ତମା। ସ୍ତ୍ରୀର ଆଞ୍ଚ ଧରେଇ ଚୁପଚାପ ବଜାର ଦିଘଡ଼ି କାମରେ ମନ ଦେଲା ବାବାଜୀ। ବୁଢ଼ୀ ରୋଷେଇରେ ମନ ଦେଲା, କିନ୍ତୁ ଧୋବା ବୁଢ଼ା ଘୋଷି ହେଉଥାଏ ସେ ପଦକ। ହେ ଶଳାର ବୁଦ୍ଧିକୁ ଦେଖ। ଠାକୁର ନାହାନ୍ତି, ଧର୍ମ ନାହାନ୍ତି କୁଆଡ଼େ। ହେ ଶଳା ଛେଚଡ଼ା। ରାତିଟି କଟିଗଲା ଏଇ ବିଳିବିଳା ଭିତରେ ବୁଢ଼ାର। ବାବାଜୀରେ। ସକାଳୁ ଏ ଡାକରେ ନିଦ ଭାଙ୍ଗିଲା ବାବାଜୀର। ଧଡ଼ପଡ଼ ହେଇ ସେ ଉଠି ବସିଲା। ଆଉ ଆଖି ମଳି ମଳି ଦେଖିଲା ସୂର୍ଯ୍ୟ କିରଣ ଝଟକୁଛି କ'ଣ ଗୋଟାଏ ଚକଚକିଆ ଜିନିଷରୁ। ଆଖିରୁ ଲେଞ୍ଜେରା ପୋଛି ପୁଣି ସେ ଅନେଇଲା, ଆଉ ଦେଖିଲା କିଛି ନୁହେଁ। ସେଇ ବୁଢ଼ା ଯେ କାଲି ମାରିଥିଲା ତାକୁ ବ୍ରହ୍ମଚାପୁଡ଼ା ନିଶା ଫଳରେ। ଆଶ୍ଚର୍ଯ୍ୟ ହେଲା ବାବାଜୀ। ଦାଣ୍ଡ ପିଣ୍ଡାରେ ଜମିଥାଏ ବହେ ମଇଳା ଲୁଗା। ବୁଢ଼ା ଲାଗି ପଡ଼ିଲାଣି କାମରେ। ତାରି ଭିତରେ ସୂର୍ଯ୍ୟ କିରଣ ପଡ଼ୁଥାଏ ଆସି ସେ ସମୁଦାୟ ଦୃଶ୍ୟଟା ଉପରେ।
କିନ୍ତୁ ଏସବୁ ଭିତରୁ ଖାଲି ସେଇ ଫାଶିଆ ଗୋଟାକରେ ହିଁ ଥରୁଥାଏ ସୂର୍ଯ୍ୟର ସବୁତକ କିରଣ। ବାବାଜୀ ଉଠି ବସିଲା। ବହୁତ ଡେରି ଯାକେ ଶୋଇପଡ଼ିଛି ବୋଲି ଜାଣିପାରି ଟାଉଟା ହେଇ କର୍ମକୁ ସବୁ ସେ ଛିଣ୍ଡାଇ ବସିଲା। ତୁଠରେ କାମ ଆରମ୍ଭ ହୋଇଗଲାଣି କେତେବେଳୁ। ବହୁତ ପଛରେ ପଡ଼ିଗଲାଣି ସେ ଆଜି। ଏମିତି ମନେକରି ଆହୁରି ବେଶୀ ଧସିଗଲା ସେ ନିଜ ଜାଗାକୁ। ନଈ ଭିତରକୁ ପଛ କରି ତଳକୁ ମୁହଁ କରି ବାବାଜୀ ତା ଜାଗା ଧରିନେଲା। କାରଣ ଏଇ ଥିଲା ଢଙ୍ଗ ଥୋବା ତୁଠର। ଢିଙ୍କି ଭଳି ଯେଉଁ ପଟା ଖଣ୍ଡକରେ ସେ ନିତି ଲୁଗା ପିଟେ, ତାର ନୁଆଣିଆ ପଟଟା ଥାଏ କୂଳକୁ ମୁହେଁ। ତେଣୁ କୂଳକୁ ମୁହଁ କରି ଠିଆ ହେବା ଛଡ଼ା ଗତି ନଥାଏ ତାର। ଖାଲି ସେ ଏକା ନୁହେଁ, ତା ଚାରିପଟେ ଦୁନିଆ ସାରା ଧୋବା ତୁଠ କାମ କଲାବେଳେ ଠିଆ ହୋଇଥାନ୍ତି ସେ ଗୋଟିଏ ଢଙ୍ଗରେ। ଆଉ ସେ ଗୋଟାଏ ଶବ୍ଦ ଶୁଭୁଥାଏ, ହିସ୍ ପଟ୍ ହିସ୍ ଠୋ। ଆଉ ସେ ନିଜେ ବି ଆରମ୍ଭ କରିଦେଲା ସେଇ କାମ ସେମାନଙ୍କ ସାଙ୍ଗରେ। କିନ୍ତୁ ତାଙ୍କ ସମସ୍ତଙ୍କଠୁ ତା କାମର ଢଙ୍ଗ ତଥାପି ଥିଲା ନୂଆରା। ଆଉ ସେ ନିଆର ଢଙ୍ଗକୁ ସେମାନେ ଯେ ନ ବୁଝିଥିଲେ ତା ନୁହଁ। ସେଇଥିପାଇଁ ତା ବାଁ ଡାହାଣ ଲୋକେ ବରାବର ଅନାଉଥିଲେ ତା ଆଡ଼କୁ। ଆଉ ମଝିରେ ମଝିରେ ଥଟ୍ଟା ନକଲ ବି ଚଳାଇଥିଲେ। ଆଉ ଏ ପରିହାସ ବରାବର ଆରମ୍ଭ ହୁଏ ସେଇଠୁ କୋଉ ଖଣ୍ଡେ ହେଲେ ମାଇପି ପିନ୍ଧା ଲୁଗାପଟା ସମ୍ବନ୍ଧୀୟ ଜ୍ଞାନର ପରିସୀମାରୁ। କିନ୍ତୁ ଅଳ୍ପ ସମୟ ନ ଯାଉଣୁ ପାକଳ ହୁଏ ସେ ପରିହାସ। ଆଉ କେହି ଜଣେ ପଚାରେ, ବାବାଜୀ, ତୁ ତ ଠାକୁର ଠାକୁରାଣୀଙ୍କ ଆଖପାଖ ଲୋକ, କହିଲୁ ଦେଖି କୋଉଦିନ ଆମ ଦୁଃଖ ଦୂର ହେବ? ଆମ ଦୁଃଖ? ଚମକି ପଡ଼ିଲା ସେ ଯେଉଁଦିନ ପହିଲେ ଶୁଣିଲା। ସେ ସେଇ ପ୍ରଶ୍ନଟିକୁ ଆଉ ଚାରିଆଡ଼କୁ ଥରେ ଆଖି ବୁଲେଇ ଆଣି ପ୍ରଶ୍ନ ପଚାରୁଥିବା ଲୋକ ମୁହଁକୁ ନିଘା କରି ତୋବା ହୋଇ ଚାହିଁ ରହିଲା। ଚାହୁଁଛୁ କ'ଣ ବା ବୋକାଙ୍କ ଦେହରେ? ଲୋକଟା ଲାଜର ହେଲା ଭଳି ତା ପାଖରେ ମର୍ଦ୍ଦ ମାଇପ ପିଲାଙ୍କ ମୁହଁକୁ ଚୋରେଇ ଥରେ ଥରେ ଚାହିଁ ଦେଖିଲା। ଆଉ ସେଇ ଚାହାଣୀରୁ କ'ଣ ଯେମିତି ସାହସ ମିଳିଗଲା ତାକୁ। ସେମିତିକା ମୁହଁରେ ଫେଁ କିନା ଥରେ ହସିଦେଇ ମୁହଁ ଖୋଲି କହିଲା, ଏତେ ଦିନ ରହିଲୁଣି ଆମର ଏଇଠି, ଆମ ଦୁଃଖ କ'ଣ ବୁଝୁନୁ ତୁ ବାବାଜୀ? ଆଉ କି ବାବାଜୀ ତୁ ହେଇଛୁ ଯେ? ଦୁଃଖ? ଆମ ଦୁଃଖ? ସତେକି ଦୁଃଖକୁ ଅତି ଆପଣାର କୋଉ ଗରିବ ବନ୍ଧୁଟିଏ ଭଳି ଦେଖିଲା ସେ ସେଦିନ। ତା କାନରେ ପଶିଲା ନାହିଁ ହଠାତ୍ ପାଖ ଲୋକର ଗଞ୍ଜଣା, କି ବାବାଜୀ ହୋଇଛୁ ତୁ ଯେ? ଚାରିପଟକୁ ଆପେ କନକନ ହେଇ ଅନେଇଗଲା ବହେ ସେ। ଆଶ୍ଚର୍ଯ୍ୟ ହୋଇ ସେ ମୁହଁ ଖୋଲିଲା, ଆମ ଦୁଃଖ? କାହିଁ ହୋ ଆମ ଦୁଃଖ? ସେମାନେ ବୁଝନ୍ତି ନାହିଁ, ସେତେବେଳେ ତାକୁ ବୁଝିପାରନ୍ତି ନାହିଁ। ତାର ଅବୁଝା ବୋକାପଣିଆକୁ ଡରିଯାଇ ପୁଣି ପାଦେ ପଛେଇ ଯାଆନ୍ତି ସେମାନେ। ଆଉ ମୁହଁ ଫେରାଇ ନିଅନ୍ତି ତା ଆଡ଼ୁ। ହିସ୍ ଫଟ୍ ହିସ୍ ଠୋ। ମଣିଷଙ୍କ ସ୍ୱର ଶବ୍ଦ ଭିତରେ ପୁଣି ହଜିଯାଏ ସେ ଉଙ୍କିଲା ମୁହଁଟିମାନ। ଆଉ ତା ସାଥିରେ ମାଡ଼ି ଆସେ ଅସଲ ଅସଲ ଦୁଃଖ। ଯେ ଗରିବ ବନ୍ଧୁଟିଏ ବି ନୁହେଁ, କାହାରି ଲତାକୋତା ରୂପେ ଚିହ୍ନି ହେଉନଥିବା ଏ ଦୁଃଖକୁ ସେ ଯେ ଆଜି ଏକା ଦେଖୁଥାଏ ତା ନୁହେଁ। ଏଇ ତ ତାର ନୀତି ନୀତି ଦେଖିବା ଦୁଃଖର ମୁହଁ, ଯାହାକୁ ସେ ଯେତେ ଦେଖିଲେ ବି ଚିହ୍ନେ ନାହିଁ। ପ୍ରତିଦିନ ବଡ଼ି ଭୋରୁ ଉଠିଲା କ୍ଷଣି ଆଗ ଦେଖି ପକାଏ ଯେଉଁ ମୁହଁକୁ, ସେଇ ଚିରନ୍ତର ଦୁଃଖର ମୁହଁ ସେ। ଦିନ ଯାଇ ଆସେ ପୁଣି ସେ ସଞ୍ଜ। ଆଜି କିନ୍ତୁ ସବା ପଛରେ ଫେରିଲା ନାହିଁ ସେ। ନଈବାଲି ଜନଶୂନ୍ୟ ହେବା ପୂର୍ବରୁ ବାହାରି ଆସିଲା ସେ ତୁଠରୁ। ପିଣ୍ଡା ଉପରକୁ ସଜଦବା ଲୁଗାର ଗଣ୍ଠିଲାକୁ ଦୁଲ କିନା ଫୋପାଡ଼ି ଦେଲା ସେ। ବୁଢ଼ା ଘରେ ନଥାଏ, ବୁଢ଼ୀ କିନ୍ତୁ ଥାଏ। ଖୁଡ଼ୁର 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 ସେ ଗୋଟିଏ ରକମର ଶବ୍ଦ ଆବୋରିଥାଏ ସାରା ଘରଟାକୁ। ସେ ଶବ୍ଦର ପଟଭୂମି ଉପରେ ଦାଲଭୁସ୍ କିନା କାନ୍ଧରୁ ପକାଇ ଦେଲା ସେ ଗଣ୍ଠିଲିଟାକୁ। ପାଣି ଟେକା ପଡ଼ିଲା ପରି ଟିକେ ଚହଲି ଯାଇ ପୁଣି ସ୍ଥିର କ୍ରମାଗତ ଚାଲିଲା ସେ ଏକମାତ୍ର ଶବ୍ଦ, ଖୁଡ଼ୁର ଖୁଡ଼ୁର। ଆଜି ସେ ଆଡ଼କୁ ବେଶୀ ବେଳ କାନ ଦେଲା ନାହିଁ ସେ। ଅନ୍ୟ ଦିନ ହୋଇଥିଲେ ହୁଏତ ସେ ଶବ୍ଦଟାକୁ ସେ କାନେଇ ଦେଇଥାନ୍ତା ଟିକେ ବେଳ ଯାଏଁ। ଆଉ ସେମିତି କାନଉ କାନଉ ସାରା ସଞ୍ଜ ବେଳଟାକୁ ବିତେଇ ଦେଇଥାନ୍ତା। ଯେମିତି ଲୋକେ ରେଡ଼ିଓ ଶୁଣୁ ଶୁଣୁ ସମୟ କାଟନ୍ତି ସେମିତି। ଆଜି ସତେକି ସେ ଭାରି ଥକି ପଡ଼ିଥିଲା, ତାକୁ ଏମିତି ମନ ହେଲା। ଆଉ ସେଇ ଅବସ୍ଥାରେ ଯେକୌଣସି ଶବ୍ଦକୁ କାନେଇଲା ମାତ୍ରେ ସେ ଆହୁରି ବେଶୀ ଥକି ପଡ଼ୁଥିଲା। ସେଥିରୁ ନିସ୍ତାର ପାଇବା ପାଇଁ ଖାଲି ଗୁଡ଼ାଏ ଧୁମ୍ ଧାମ୍ ଧାଁ ଧପଡ଼ କରିବା ଛଡ଼ା ଆଉ ଅନ୍ୟ ଉପାୟ ସେ ଦେଖୁନଥିଲା। ବୟସ ଆଉ ଟିକେ କମ୍ ହୋଇଥିଲେ ହୁଏତ ସେ ସେତେବେଳକୁ କିଛି ଗୋଟାଏ କାଣ୍ଡ କରି ସାରନ୍ତାଣି। ତୁଚ୍ଛେଇକି ହେଲେ ବି ବହେ ଛଟାପଟା କଳି ଲଗେଇ ସାରନ୍ତାଣି ସେ ତା ମା ସାଙ୍ଗରେ। ଆଉ ଦିଟା ଗୋଟାଏ କାଚ ଜିନିଷ ଭଙ୍ଗାଭଙ୍ଗି ବି କରିସାରନ୍ତାଣି।
କିନ୍ତୁ ଆଜି ସେମିତି କିଛି କରିବାର ବୟସ ନଥିଲା ତା'ର। କାହିଁକି? ଯଦି ଠିକଣା ସମୟରେ ବାହାଟିଏ ବି ହୋଇପଡ଼ିଥାନ୍ତା ତା ମା' କଥା ମାନି, ତାହେଲେ ତ ତା ନିଜ ପିଲାରୁ ଜଣେ କିଏ ଉଠନ୍ତାଣି। ସମୟ ବକତରେ ଛୋଟ ଛୋଟ କଳିକଳାତର ଲଗେଇ ଦେବା ପାଇଁ ତା ନିଜ ସାଙ୍ଗରେ। ବାପା ତା ସଭାପତି ଟିକି ପୁଅର ଗର୍ଜନ ସତେକି କୋଉଠୁ ଶୁଣିପାରିଲା ସେ। ଏମିତି ମନେକରି ସେ ପୁଣି ଟିକିଏ କାନ ଡେରିଲା, କିନ୍ତୁ ଏଥର ବି ସେଇ ଧୀର ମନ୍ଥର ଖୁଡ଼ୁର ଖାଡ଼ୁର ଶବ୍ଦ ତା କାନରେ ପଡ଼ିଲା। ବେ ବୁଢ଼ୀ, କ'ଣ ରାମ୍ପୁଛି ବେ ସେମିତି ଖୁଡ଼ୁର ଖାଡ଼ୁର କରିକି? ଏମିତି କହିଦେବା ପାଇଁ ତା ଜିଭ ଠିକ୍ ଓଲଟି ଆସୁଥିଲା, କିନ୍ତୁ ଏତିକିବେଳେ ପିଣ୍ଡା ତଳେ ଯାଇ ଶୁଭିଲା ଥୋବା ବୁଢ଼ାର ପାଟି। ବାବାଜୀ, ବାବାଜୀରେ ଟିକେ ଧଇଲୁ ଧଇଲୁ। ପିଣ୍ଡା ତଳକୁ ଖପକିନା ଡେଇଁ ପଡ଼ିଲା ମଇଳା ଲୁଗା ଛଡ଼ା ମୁଣ୍ଡରେ ମୁଣ୍ଡେଇଛି ବଜାରର ସଉଦା ଟୋକେଇ। ସେଇଥିରେ ନିତି ହାଟପାଳ ଆଣେ ସେ ସୋଡ଼ା, ସାବୁନ, ଖାର, ନୀଳ ଛଡ଼ା ଆଉ ବି ଘରୋଇ ସଉଦା। ଟୋକେଇଟାକୁ ମୁଣ୍ଡରୁ ଓହ୍ଲେଇ ଦେଇ ଦୁମ୍ କିନା ତଳେ କଚି ଦେବାକୁ ଯାଉଛି ସେ ବୁଢ଼ା। ବୁଢ଼ା ପୁଣି ପାଟି କଲା, ହାଁ ହାଁ ହୁସିଆର, କଚି ଦେନା ରେ ବେ ବାବାଜୀ। କାଇଁ, କ'ଣ ଅଛି କି ସେଥିରେ? ଟୋକେଇଟାକୁ ଅନିଚ୍ଛା ସତ୍ତ୍ୱେ ସତର୍କ କରି ତଳେ ରଖିଲା ସେ। ରହ କହୁଛି। ଚୋରଙ୍କ ଭଳି ଥରେ ଅଧେ ଏକର ସେକର ଘର ଆଡ଼କୁ ଅନେଇ ଶେଷରେ ଚୁପ୍ କିନା ବାବାଜୀ କାନରେ କହିଲା, ଟିଣାଟାକୁ ଚୁପ୍ କିନା କାଟ ତ ବାବାଜୀ। ବୁଝିଗଲା ସେ ଏଥର ବୁଢ଼ାର ମତଲବ। ବର୍ଷେ 6 ମାସକେ ଏମିତି ହପାଏ ହପାଏ ଉଠେ ତା'ର। ସେତେବେଳେ ନିଜ ସଞ୍ଜରେ ଲଗେଇବ ଏଇ ପାଲା ସେ। ଧର୍ମଚର୍ଚ୍ଚା, ଠାକୁରଙ୍କ ବିଷୟରେ ମତୁଆଲା ହୋଇ ଗପିବାକୁ ସେତେବେଳେ ପାଗଳ ହୁଏ ସେ, ଆଉ ଏତିକିବେଳେ ପିଇବ ସେ ଟିଣାକୁ ଟିଣା, ଆଉ ପିଏଇବ ବି ଜବରଦସ୍ତ। ଯେ ଥବ ପାଖରେ ତା ଧର୍ମଚର୍ଚ୍ଚାରେ ଯୋଡ଼ ଦେବା ପାଇଁ। ଏଇ ଡାହାହକ ଫୁସଫୁସାରେ ବୁଢ଼ୀର ଖଡ଼ୁର ଖାଡ଼ର ଶବ୍ଦ ବନ୍ଦ ହୋଇଗଲା। ଭାଙ୍ଗିଗଲା ତା ଧ୍ୟାନ। ସେ ଆସି ବାହାରିଲା ପଦାକୁ ବାହାରି ଆସିଲା। ଯୋଡ଼ିଙ୍କୁ ଦେଖିଲା ମାତ୍ରେ ହଟୁଣେଇ ତା ପାଟିରୁ ବାହାରି ପଡ଼ିଲା, ହେଁ, କାଲି ସଞ୍ଜକୁ ଆଜି ସଞ୍ଜ, ଆଜି ଟିଣା ଆଇଚିଟି କିଣା ହେଇ। କହିଲା ସେ ଅବଶ୍ୟ ଟାଣ କରି, କିନ୍ତୁ ଆଉ ପ୍ରତିବାଦ କଲା ନାହିଁ ଜୋର କରି। ଘର ଭିତରକୁ ଚାଲିଗଲା। ଡିବିରି ଲଗେଇ ଆଣି ରଖିଲା ବାହାରେ। ସଉଦାପତ୍ର କଢ଼ାକଢ଼ି କରି ନେଇଗଲା ଘର ଭିତରକୁ। ମଦ ଟିଣାଟାକୁ ଓଳି ତଳେ ନିଘା କଲା ଟିକେ, ହେଲେ ଛୁଇଁଲା ନାହିଁ ତାକୁ। କି ଚିଡ଼ଚିଡ଼ ହେଲା ନାହିଁ। ଓଲଟି ହସିଲା ଭଳି ଓଠରେ ତା ଓଠ ଆଉ ଗୁଣୁଗୁଣରୁ ହେଇକି ସତେକି କହିଲା, ପିଉଥା ସତେ, ଯେତେ ପିଉଛ ପିଉଥା, ହେଲେ ଠାକୁରଙ୍କ କଥା ପକଉଥାରେ ପିଲେ। ବୁଢ଼ା ବାହାରି ଚାଲିଗଲା ନଈଆଡ଼େ। ସାଫସୁତୁରା ହୋଇ ଫେରିଗଲା ବେଳକୁ ଆସନ ପଡ଼ିଗଲାଣି। ଦୀପଟିଏ ଜଳିଲାଣି, ଧୂପବତୀଟିଏ ଖେସା ହୋଇ ସାରିଲାଣି ସଜଧୂପ ଲୁଗାର ପୁଟୁଳିଟିଏ ପାଖରେ। ସତେକି ଏ ସଜଧୂପ ଲୁଗାର ପୁଟୁଳିଟି ସେ ପୂଜା ହେବ, ସେଇ ହେଉଛି ଏ ଘରର ଠାକୁର। ଦବା ବୁଢ଼ା ନଈରୁ ଫେରୁ ନ ଫେରୁଣୁ ପାଟି କରି କମ୍ପେଇଲା, ହଁ ବାବାଜୀ, କ'ଣ କହୁଥିଲୁ ତୁ କାଲି? ଠାକୁର ନାହାନ୍ତି ନାଇଁ? ଠାକୁର ଥାଆନ୍ତୁ କି ନ ଥାଆନ୍ତୁ, ତେମେ ତାକୁ ମାରଧର କରିବ ନାହିଁ କହିଦଉଛି ଖବରଦାର। ବୁଢ଼ୀ ଧୂପବତୀରେ ନିଆଁ ଲହରେଇ ଦେଇଥାଏ ସେତେବେଳକୁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଉପନ୍ୟାସ ଦକ୍ଷିଣାବର୍ତ୍ତ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅବଶିଷ୍ଟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।